ଜାତିଗତ ହିଂସା ଘଟଣାରେ ଦୋଷୀଙ୍କ ଗିରଫ ଦାବିରେ ଥାନା ଘେରାଉ। ଢେଙ୍କାନାଳ ଜିଲ୍ଲାର ନିହଲ ପ୍ରସାଦ ଥାନା ଆଗରେ ଜାତିଗତ ହିଂସା ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ ଦାବିରେ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆମ୍ବେଦକର ସେବକ ସଂଘର ନେତୃତ୍ୱରେ ମଞ୍ଜୁରୀପଡ଼ା ଗାଁର ଦଳିତ ସମ୍ପ୍ରଦାୟର ମହିଳା ପୁରୁଷମାନେ ଥାନା ଘେରାଉ କରି ଧାରଣାରେ ବସିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ ପୋଲିସ ଘଟଣାରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଛି। ଏପଟେ ପୋଲିସ କହିଛି ଯେ ତଦନ୍ତ ଜାରି ରହିଛି ଏବଂ ପ୍ରମାଣ ଆଧାରରେ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନିଆଯିବ। ଗତ ଜୁନ୍ 18 ତାରିଖରେ ମଞ୍ଜୁରୀପଡ଼ା ଗାଁରେ ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଉଭୟ ପକ୍ଷର କିଛି ଲୋକ ଆହତ ହୋଇଥିବା ବେଳେ ଦଳିତ ସମ୍ପ୍ରଦାୟର ଲୋକମାନେ ଏହାକୁ ଜାତିଗତ ଆକ୍ରମଣ ବୋଲି ଅଭିଯୋଗ କରି ନିହଲ ପ୍ରସାଦ ଥାନାରେ ଏତଲା ଦେଇଥିଲେ। ସେମାନଙ୍କ କହିବା ଅନୁସାରେ ପ୍ରଥମେ ପୋଲିସ ମାମଲା ରୁଜୁ କରିନଥିବାରୁ ସେମାନେ ଏସ୍ପି ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆନ୍ଦୋଳନକାରୀଙ୍କ ଦାବି ଅନୁଯାୟୀ ଘଟଣାରେ ପ୍ରାୟ 70 ଜଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ କେବଳ 9 ଜଣଙ୍କୁ ଗିରଫ କରିଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଗାଁରେ ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏପଟେ ଏସ୍ଡିପିଓ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି ଏବଂ ଏ ପର୍ଯ୍ୟନ୍ତ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତଦନ୍ତରେ ଯେଉଁମାନଙ୍କ ସମ୍ପୃକ୍ତି ପ୍ରମାଣିତ ହେବ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଏଥିସହ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଢେଙ୍କାନାଳ ଗନ୍ଦିଆରୁ ଅକ୍ଷୟ କୁମାର ପାତ୍ରଙ୍କ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍ ଓଡ଼ିଶା। ନାୟକ ଆମ୍ବେଦକର ସେବା ସଂଗଠନ ସଭାପତି ଏବଂ ପେଶାରେ ଜଣେ ଆଇନଜୀବୀ। ଏଇଠି ଗୋଟେ ଦୀର୍ଘ ଦିନ ଧରି ଗୋଟେ ମଞ୍ଜୁରୀପଡ଼ାରେ ଗୋଟେ ସବର୍ଣ୍ଣ ଅସବର୍ଣ୍ଣ ଜାତିଆଣ ଦଙ୍ଗା ସୃଷ୍ଟି ହେଲା ଜିଲ୍ଲା ପ୍ରଶାସନର ଅବହେଳାରୁ। ପ୍ରଥମେ ଆସିକି ଯେତେବେଳେ ନିହଲ ପ୍ରସାଦ ଥାନାରେ ଏଫଆଇଆର ଦେଇଥିଲେ, ଯଦି ସେଇଟା ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଥାନ୍ତେ ତାହେଲେ ସେଇଟା ସୀମିତ ରହିଥାନ୍ତା। 2 ଜଣର କଳିରୁ ସେଇଟା ଗାଁ କଳିକୁ ବ୍ୟାପିଗଲା। ତାପରେ ଯଦି ଇମିଡିଏଟ୍ ସବ୍ କଲେକ୍ଟରଙ୍କ ଗୋଟେ ପ୍ରାବଧାନ ଅଛି SC/ST PO ଆକ୍ଟରେ, ସବ୍ କଲେକ୍ଟର ଇମିଡିଏଟ୍ ଶାନ୍ତି କମିଟି ସେଇ ଲୋକାଲରେ କରିବା କଥା। ଆଜି ଢେଙ୍କାନାଳ ସବ୍ କଲେକ୍ଟରଙ୍କ ଅବହେଳାରୁ ଆଜି ଏତେ ବଡ଼ ଦଙ୍ଗା ବି ମଧ୍ୟ ଏଇଠି ଧାରଣା ବି ଦିଆହେଉଛି। ଏବଂ ଆମେ ଏସ୍ପିଙ୍କୁ ଯାଇଥିଲୁ ଭେଟ କରି, ସେ କହିଥିଲେ, ପ୍ରତିଶ୍ରୁତି ଦେଇଥିଲେ ଏବଂ କିଛି ଲୋକ ମଧ୍ୟ ଗିରଫ ହେଇଛନ୍ତି। ଏବଂ ଏତେ ବଡ଼ ଦଙ୍ଗାର ପଛରେ କାରଣ ହେଉଛି ଅଜ୍ଞତା, ପ୍ରଶାସନର ଯେଉଁ ଆଇନ ବିଷୟରେ ଅଜ୍ଞତା ଏବଂ SC/ST PO ଆକ୍ଟ ନ ପଢ଼ିବା। ତେଣୁ ସେଇଟା ହେଉଛି ପ୍ରଶାସନର ସବୁଠୁ ବଡ଼ ଭୁଲ। ଯେଉଁମାନେ IAS OAS ହେଇଛନ୍ତି, ଯେଉଁମାନେ IPS ହେଇଛନ୍ତି, ସେମାନେ ଆଇନ ପଢ଼ୁନାହାନ୍ତି। ଆମେ ଚାହୁଁଛୁ ଯେ ଏଇ ଲୋକମାନଙ୍କୁ ନ୍ୟାୟ ଦିଆଯାଉ ଏବଂ ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସର ଏଠିକି ଆସନ୍ତୁ, ଯାହାର ଯାହା କ୍ଷତି ହେଇଛି SC/ST PO ଆକ୍ଟ ଅନୁସାରେ ତାଙ୍କର କ୍ଷତିପୂରଣ ଦିଅନ୍ତୁ ଏବଂ ଯେଉଁମାନେ ଅପରାଧୀ ଯେଉଁମାନେ ଉସ୍କଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଇମିଡିଏଟ୍ ଶାନ୍ତି କମିଟି ଏଇ ଜାଗାରେ କରାଯାଉ। ପିସ୍ କମିଟିଟା ନିହାତି ହେବା ଦରକାର। ସୁପ୍ରଭା ମଲ୍ଲିକ, ମହିଳା ରାଜ୍ୟ ସଭାପତି, ଆମ୍ବେଦକର ସେବକ। 17 ତାରିଖରେ ଯୋଉ ଘଟଣା ଘଟିଥିଲା, ଠିକ ରଜ ସମୟରେ ଘଟଣା। ରାତି ବୋଧେ ଏଇଟା ସନ୍ଧ୍ୟା ବେଳେ ଆମ ସଂଗଠନ ଖବର ପାଇଲା। ଆମେ ଏଠି ରାତି 2ଟାରେ ପହଞ୍ଚିଲୁ, ଲୋକମାନଙ୍କୁ ରିକ୍ସ କଲୁ। ପୁରା ଦେଖିଲୁ ଯେ ଯେମିତି ରକ୍ତ ଅବସ୍ଥାରେ କାହାର ମୁଣ୍ଡ, କାହାର ହାତ, କାହାର ଗୋଡ, ନିଶ୍ଚିନ୍ତ ଭାବରେ 30ରୁ ଅଧିକ ଲୋକ ପୁରା ବେହାଲ ହେଇଥିବାର ଆମେ ଦେଖିଥିଲୁ। ସେମାନଙ୍କୁ ଆମ୍ବୁଲାନ୍ସରେ ପଠେଇବାର ବ୍ୟବସ୍ଥା କରିଥିଲୁ। ଆଉ ଏଠିକି ବି ଥାନାକୁ ଆସିଥିଲୁ ପ୍ରକୃତ ସତ୍ୟତା କଣ ଜାଣିବା ପାଇଁ। କିନ୍ତୁ ଥାନା ବାଲା ଆମକୁ ଗୋଟେ କହିଲେ କି ଗୋଟେ କେସ୍ ହେଇଥିଲା ତାଙ୍କ 2 ଗୋଷ୍ଠୀ ମଧ୍ୟରେ, ଆଉ ଆମେ ତାକୁ କମ୍ପ୍ରମାଇଜ ପାଇଁ କି ସରପଞ୍ଚ ମାଧ୍ୟମରେ କରେଇଥିଲୁ। କିନ୍ତୁ ସେଠି ତାଙ୍କର ପୁଣି ଦଙ୍ଗା ହେଇକି ପୁଣି ବାଡିଆ ପିଟା ହେଇକି ଏମିତି ହେଲେ। କିନ୍ତୁ ଆମେ ଗୋଟେ କେସ୍ ବି କରିଛୁ, କିନ୍ତୁ ସେ କେସ୍ରେ କିଛି ହିଁ ନଥିଲା। ନା ଗୋଟେ ସିଭିୟର ଦଫା କିଛି ବି ଥିଲା, ଆଟ୍ରୋସିଟି ଥିଲା, ନା ଗୋଟେ ଆଟେମ୍ପ୍ଟ ଟୁ ମର୍ଡର ଦଫା ବି ତା ଦେହରେ କିଛି ନଥିଲା। ଜଷ୍ଟ ଗୋଟେ ଲୋକଙ୍କୁ ବୁଝାମଣା କରିବା ପାଇଁ ଗୋଟେ କେସ୍ କରିଥିଲେ। ପୁଣି ସେକେଣ୍ଡ କେସ୍ଟା ଯେତେବେଳେ ସେ ଲୋକମାନେ ଦେଲେ, ସେ କେସ୍ଟାକୁ କରିବା ପାଇଁ ପ୍ରାୟ 8 ଦିନ ଲାଗିଗଲା। ଏମିତି ମାନେ ଝୁଲେଇ କଲେ। 2 ଗୋଷ୍ଠୀଙ୍କ ଭିତରୁ 2 ଜଣଙ୍କ ଭିତରୁ ବେଶୀ କ୍ଷତି SC/ST ପରିବାର ଲୋକ ହେଇଛନ୍ତି, କିନ୍ତୁ 2 ଗୋଷ୍ଠୀ ଭିତରୁ ଗୋଟେ ଲୋକ, ତାଙ୍କର ଗୋଟେ ଲୋକ ମାନେ ଭୁଆଁ ବୁଲେଇବା ପାଇଁ ସେମାନଙ୍କୁ ଆରେଷ୍ଟ କରିଛନ୍ତି। ଆଉ ଏଠି ପ୍ରକୃତ ଯାହା ଦେଖାଯାଉଛି, ଖାଲି ଢେଙ୍କାନାଳ ନୁହେଁ, କେନ୍ଦ୍ରାପଡାରେ ଦେଖିଥିବେ ଗୌରାଙ୍ଗ ସେଠୀ କେସ୍ ହଉ,
जाजपुर होउथिबे भी दलित लोकंकर गोटे झुलण को लेकर दुई गोष्ठी संघर्ष होइछि किंतु एठी पुलिस प्रशासन को गोटे कोउठी ना कोउठी जानिबा दरकार जो दोषी मानक पई खूब शीघ्र कार्यानुष्ठान नहीं पारुनाती जोथि पई एई भली दंगा सृष्टि होछि एमिति दंगा रिसेंटली वर्षक भितर बेसी एससी एसटी लोकंक ऊपर दंगा सृष्टि होछि किंतु सरकार जो शांति कमिटी बैठक दैछि हुए तो जोडी दुई गोष्ठी गंदल होछि सेठी पुलिस माने शांति कमिटी गठन करिकि ए दुई दंगा को बंद करिया कथा तो तुरंत एक्शन नबा कथा दोषी मानक नारे जदि तुरंत एक्शन हुए तो कोउठी ना कोउठी भय हबो जे एमिति दंगा सृष्टि करिया पे किंतु आट्रोसिट केस को चपा होछि जोडी सत्यासत्य होछि सी केस को फॉल्स करा होछि ए सब पुलिस माने जो करूछन एटा कहा बळ्या नै करछन का चपर करछन तेणु एठी आमे तो कहा को दोष ही देउना किंतु खास करी हमें प्रशासन को दोष देबु समान अलर्ट रहिबा कथा अलर्ट रहिले दोषी जदि प्रकृत तदंत माने ताको एक्शन निया जिवो ताले हुए तो ए सब क्राइम बंद होई जिवो आमर जो आंबेडकर वाले जो आसते आज थाना पुलिस मैंने गोटे मेमोरांडम देवाई आसते विगत 18 तारिख दिन गोटे आमर होता गोटे मंजूरीपड़े दुईटा पक्ष पक्ष गंडगोल होता गंडगोल आम से आमर प्राय 10 जन खंडे आम प्लस आर पार्टी सब 2-3 जन एमती आम आनीचु एप्रिहेंड कर संपृक्ति देखिक जो मैंने अरेस्ट होगा कथा अरेस्ट हो जो दरकार पड़े नोटिस भी दिया ए प्रकार पोजिशन अच्छी केसटा सब संपृक्ति तो आम से तदंत परिसरभुक्त अच्छी एवं किसी कहीहेबनी तदंत सरला जहाँ किसी आम कहीपर केते लोक संपृक्ति शांति प्रतिष्ठा आम कथा देखिए सब लोक कथा कथा गोटे शांति कमिटी करके पीस आने चेष्टा कर।